ଅଛି ମତେ ସେ ବାହା ହେବାକୁ ସତେ କଥା ଦେଇଅଛି ମତେ ସେ ବାହା ହେବାକୁ ସତେ ଚନ୍ଦ୍ରଭାନୁ ମୋ ପ୍ରେମିକା ଶିଶୁପୁତ୍ର ତା ସନ୍ତକ ଚନ୍ଦ୍ରଭାନୁ ମୋ ପ୍ରେମିକା ଶିଶୁପୁତ୍ର ତା ସନ୍ତକ ଚନ୍ଦ୍ରଭାନୁ ବାହା ହେବ ମତେ ସତେ କଥା ଦେଇଅଛି ମତେ ସେ ବାହା ହେବାକୁ ସତେ କଥା ଦେଇଅଛି ମତେ ସେ ବାହା ହେବାକୁ ସତେ आज सतक सत मो स्वप्न के सत हेबाकु जाउछि आउ किछि दिन परे वाणिज्य सारी मो प्रेमिक फेरी आसिबे आउ से फेरी आसिले मते तांका घर को बहु करी नहीं जिबे हाँ हाँ मते तांका घर को बहु करी नहीं जिबे ए धन तो बाबा ना पाउ शीघ्र फेरी आसिबे आउ से फेरी आसिले ए धन कहीं कांदुची रे धन तू पर आमर गंटी धन तू पर आमर जीवर धन ए धन कहीं कांदुची रे बाबा ए धन तू जमा कान्ना रे धन ए धन मसुना धन तू ही परा मो जीव धन मसुना धन गंठी धन मसुना धन गंठी धन कांदना रे मसुना धन तू ही परा मो जीव धन तू मसुना धन गंठी धन मसुना धन मो गंठी धन जमारू कान रे धन अंधर लौरी मोर दुखी संखाली मो आखिर तारा तुम गलार माली अंधर लौरी मोर दुखी संखाली मो आखिर तारा तुम गलार माली तोर पिता जाइछंती वाणिज्य करी धरी धन दौलत आसिबे फेरी तांको आसिबा पथकु रहिबा चाहिना कांदना रे मसुना धन तू ही परा मो जीव धन तू मसुना धन गंठी धन तू मसुना धन गंठी धन
ସବୁ ଯାଉଛି ଧନ ତୋ ବାବା ନା ବହୁତ ଶୀଘ୍ର ଫେରି ଆସିବେ ଆଉ ତୋ ପାଇଁ ସୁନ୍ଦର ସୁନ୍ଦର ଖେଳଣା ନେଇକି ଆସିବେ ରେ ଧନ ତୁ ଜମାରୁ ବ୍ୟସ୍ତ ହନା ତୁ ଜମାରୁ କାନ୍ନା ତୋ ବାବା ବହୁତ ଶୀଘ୍ର ଫେରି ଆସିବେ ଆଉ ଆମ ପାଇଁ ଚନ୍ଦ୍ରଭାଗା ସେ ଆଉ ଆସିପାରିବେନି ଲୋ। ତମେ କ'ଣ କହୁଛ ମୁଁ ତ ଜମାରୁ ବୁଝୁନି। ବୁଝୁନ ତାହେଲେ ଶୁଣ ଶୁଣ ଆଲୋ ଚନ୍ଦ୍ରଭାଗା ଦୁଃଖର କାହାଣୀ ବେଳୁ ବେଳ ଦୁଃଖ ବଢ଼ି ଯାଏ ଅନୁକ୍ଷଣୀ ଆଲୋ ଚନ୍ଦ୍ରଭାଗା ଦୁଃଖର କାହାଣୀ ବେଳୁ ବେଳ ଦୁଃଖ ବଢ଼ି ଯାଏ ଅନୁକ୍ଷଣୀ ବିଷୟ ଅଟେ ଜଟିଳ ଶୁଣିଲେ ଦୁଃଖ ପ୍ରବଳ ଶୁଣିଲେ ପାଦ ତଳର ମାଟି ଖସିଯିବ ଅକସ୍ମାତ୍ ମୁଣ୍ଡେ ଯିବା ସଡ଼କ ପଡ଼ିବ ଚନ୍ଦ୍ରଭାଗା ବୁଝିପାରୁଛ ତ? ଗୋବର୍ଦ୍ଧନ ତୁମେ କ'ଣ ଯେ କହୁଛ ମୁଁ ତ ଜମାରୁ ବୁଝିପାରୁନି। ଶୁଣ ଦୈବର ଘଟ ସୂତ୍ର କର୍ମର ଲିଖନ ଝଡ଼ ବାତ୍ୟାକେ ନେଇଗଲା ଚନ୍ଦ୍ରଭାଗା ପ୍ରାଣ ଦୈବର ଘଟ ସୂତ୍ର କର୍ମର ଲିଖନ ଝଡ଼ ବାତ୍ୟାକେ ନେଇଗଲା ଚନ୍ଦ୍ରଭାଗା ପ୍ରାଣ ଆସିଲା ତ ଝଡ଼ ବାୟୁ ସରିଲା ତ ପରମାୟୁ ମୋ ସାଥୀ ବିହୁନେ ତୁଚ୍ଛ ଲାଗୁଛି ତରଣୀ ଶୁଣ ଆଲୋ ଚନ୍ଦ୍ରଭାଗା ଦୁଃଖର କାହାଣୀ ଏଥରକ ବୁଝିପାରିଲ ତ? ଏ ଗୋବର୍ଦ୍ଧନ ଦେଖ ତୁମେ ଯାହା କହିବାର ଅଛି ମୋତେ ସିଧା ସିଧା କହିଦିଅ ଅଙ୍କା ବଙ୍କା ନ କହି ମୋତେ ସିଧା ସିଧା କହିଦିଅ। ତାହେଲେ ଶୁଣ ମୁଁ ସିଧା ସିଧାରେ କହିଦଉଛି ମୋ ପିଲାଦିନର ବାଲ୍ୟ ବନ୍ଧୁ ବାଣିଜ୍ୟ କରିବା ପାଇଁ ବିଦେଶକୁ ଯାଇଛନ୍ତି। ହଁ ହଁ ମୋ ପ୍ରେମିକ ଚନ୍ଦ୍ରଭାନୁ ବାଣିଜ୍ୟ କରିବାକୁ ଯାଇଛନ୍ତି। ଯିବା ସମୟରେ କ'ଣ ହେଇଛି ଜାଣିଛ? କ'ଣ ହେଇଛି ଗୋବର୍ଦ୍ଧନ? ଯିବା ସମୟରେ ଗୋଟାଏ ସମୁଦ୍ର ଅଛି ହଁ ହଁ ଅଛି। ଆଉ ସେଇ ସମୁଦ୍ର ଅଛି ନା ଜାଣିଛ? ମୋ ପିଲାଦିନ ବାଲ୍ୟ ବନ୍ଧୁ ବୋଇତରେ ବସିକି ପାରି ହଉଥିଲେ। ସମୟରେ କ'ଣ ହେଇଛି ଜାଣିଛ? ସମୁଦ୍ର ସେ ବୋଇତଟା ପୁରା ଭାସି ଯାଇছিল। ମୋ ବନ୍ଧୁ ବୋଇତରେ ବସିକି ପାରି ହଉଥିଲେ। ହେବା ସମୟରେ କ'ଣ ହେଇଛି ଜାଣିଛ? କ'ଣ ହେଇଛି? ସେ ବୋଇତଟା ଭାସି ଯାଇଛି। ତମେ
ନୁହେଁ ଆଉ ଭାସିଗଲା ପରେ ଆମ ପାଖ ଗାଁର ପଡ଼ୋଶୀ 2 ଜଣ ମଧ୍ୟ ଯାଇଥିଲେ। ଆଉ ମୋ ପ୍ରେମିକ ସେମାନେ ସମୁଦ୍ରରେ ପହଁରି ପହଁରି ଏକ କୂଳରେ ଲାଗିଲେ। ଆଉ ସେମାନେ ଆସିକି କହିଲେ କଣ କହିଲେ? ତମ ଗାଁର ଯୋଉ ବାଣିଜ୍ୟ କରିବା ପାଇଁ ଯାଇଛନ୍ତି ସେମାନେ ଆଉ ନାହାନ୍ତି ଲୋ। ସେ ଭିତରୁ ମୋ ପିଲାଦିନର ବାଲ୍ୟ ବନ୍ଧୁ ଚନ୍ଦ୍ରଭାନୁ ଆଉ ନାଇଁ ଲୋ। ତୁମେ ପରା ମତେ କଥା ଦେଇଥିଲ ଆମ ପ୍ରେମ ଜନ୍ମ ଜନ୍ମ 7 ଜନ୍ମର। ମତେ ତୁମେ ଛାଡ଼ି ଚାଲିଗଲ। ତୁମରି ଅଗତରୁ ମା ହେଇଯାଇଛି। ବାହା ନ ହୋଇ ମଧ୍ୟ ମା ହୋଇଯାଇଛି। ଆଉ ଏ ଦୁନିଆର ଲୋକ ମତେ କଣ କହିବେ? ଆଉ କେମିତି ମୁଣ୍ଡ ଟେକି ବାଟ ଚାଲିପାରେ? ଚନ୍ଦ୍ରଭାଗା ଧୈର୍ଯ୍ୟ ଧର, ଚନ୍ଦ୍ରଭାଗା ଧୈର୍ଯ୍ୟ ଧର। ଆରେ ତୁମେ କୁଆରୀ ବେଲେ ମା ହେଇଛ, ତମକୁ ଦୋଚାରୁଣୀ କହିବେ, ତମକୁ କଲଙ୍କିନୀ କହିବେ, ତମକୁ ବିଟ ବି କହିବେ। ଏ କଥାକୁ ଗୋଟେ ତମେ ସହ୍ୟ କରିପାରିବ ଚନ୍ଦ୍ରଭାଗା? ଧୈର୍ଯ୍ୟ ଧରି ପାରିବ? ଏ ଗୋବର୍ଦ୍ଧନ, ଏ ଦୁନିଆର ଜନା ସମାନ ନ ଜାଣିଲେ ବି ତୁମେ ତ ଜାଣିଛ ମୋ ପ୍ରେମିକା ହେଉଛି ଚନ୍ଦ୍ରଭାନୁ। ଆଉ ତାଙ୍କରି ଔରସରୁ ଏହି ମୋର ଶିଶୁ ପୁତ୍ର। ଆଉ ଏ ଜନ ସମାଜକୁ ମୁଁ କହିଦେବି, ଏ ଶିଶୁପୁତ୍ର ହେଉଛି ମୋ ପ୍ରେମିକ ଚନ୍ଦ୍ରଭାନୁର ସନ୍ତାନ। ଚନ୍ଦ୍ରଭାଗା, ମୁଁ ସିନା ଜାଣିଛି ଚନ୍ଦ୍ରଭାଗା ଚନ୍ଦ୍ରଭାନୁର ପ୍ରେମ ସମ୍ପର୍କ ଅଛି। ତା ଅରସରୁ ଗୋଟାଏ ଶିଶୁପୁତ୍ର ଜନ୍ମ କରିଛ। ହେଲେ ଏ ଉତ୍ତମପୁରର ଲୋକମାନେ କ'ଣ କହୁଛନ୍ତି ଜାଣିଛ? କ'ଣ କହୁଛନ୍ତି? ଆରେ କାହାରି ନା କାହାରି ସହିତ ସମ୍ପର୍କ ରଖି ସେଇ ମରି ଯାଇଥିବା ଚନ୍ଦ୍ରଭାନୁର ନାଁ ଧରିଛି। ଇଏ ଗୋଟାଏ ଦଚାରୁଣୀ, ଇଏ ଗୋଟାଏ କଲଙ୍କିନୀ। ଗାଁରେ ପରା ତମକୁ ନେଇକି ଟୁପୁରୁ ଫୁସୁରୁ ଚାଲିଲାଣି। ତମକୁ ନିଆଁ ପାଣି ବନ୍ଦ କରିବା ପାଇଁ କହୁଛନ୍ତି। ଏମିତି କଲଙ୍କିନୀକୁ ରଖେଇ ଦେବେନି। ଆରେ ଜନ୍ମ କଲା ଛୁଆ ବି ଆଙ୍ଗୁଠି ଦେଖେଇ କହିବ ତମେ ହେଉଛ ଗୋଟାଏ ଦଚାରୁଣୀ, ପିଟପି, କଲଙ୍କିନୀ। ଚନ୍ଦ୍ରଭାଗା, ମରିଯିବାଟା ହିଁ ତମକୁ ଭଲ ହବ। ମରିବ ନା ବଞ୍ଚିବ? ଯଦି ବଞ୍ଚିବାକୁ ଚାହ ତାହେଲେ ମୁଁ ତୁମକୁ ଗୋଟାଏ ଉପାୟ ଦେଉଛି। ମୋ କଥା ମାନି ଚଲିବ, ତାହେଲେ ଏ ଗାଁ ଦାଣ୍ଡରେ ମୁଣ୍ଡ ଟକି ବାଟ ଚାଲିପାରିବ। ଗୋବର୍ଦ୍ଧନ, ତୁମେ ପୁଣି ମତେ କି ଉପାୟ ଦବ? ଉପାୟ ଏଇଆ, ଶୁଣ। ଯଦି ବଞ୍ଚିବାକୁ ଚାହ ତାହେଲେ ସେଇ ଶିଶୁପୁତ୍ରକୁ ନେଇକି ବୁଦ୍ଧା ମୂଳରେ ଫିଙ୍ଗି ଦିଅ। ତୁମକୁ ଟିକେ ବି ଲଜ୍ଜା ଲାଗୁନାହିଁ?
ଏ କଳିଆ ଶିଶୁକୁ ମୁଁ କେମିତି ବୁଦା ମୂଳରେ ଫିଙ୍ଗିଦେବି? ଏ ମା ମନଟା କେମିତି ଧୈର୍ଯ୍ୟ ଧରିବ? ତା ନହେଲେ ଏ ଗାଁ ଦାଣ୍ଡରେ ଆଉ ମୁଣ୍ଡ ଟେକି ବାଟ ଚାଲି ପାରିବନି। ଚନ୍ଦ୍ରଭାଗା ଆଉ ବେଶୀ ସମୟ ତା ପାଖରେ ରହିବିନି, କାହିଁକି ନା ବେଶୀ ସମୟ ରହିଲେ ମୋତେ ମଧ୍ୟ ନିନ୍ଦା ଅପମାନ ଦେଇପାରନ୍ତି। ତେଣୁ ମରିବ ନା ବଞ୍ଚିବ? ଯଦି ବଞ୍ଚିବାକୁ ଚାହ ତାହେଲେ ଶିଶୁପୁତ୍ରକୁ ନେଇକି ବୁଦା ମୂଳରେ ଫିଙ୍ଗି ଦିଅ। ମୁଁ ଆସୁଛି ଲୋ ଚନ୍ଦ୍ରଭାଗା, ମୁଁ ଆସୁଛି। ଇସ୍ ସତକୁ ସତ ଗୋବର୍ଦ୍ଧନ କହିବା ଅନୁସାରେ ମୋତେ ନିନ୍ଦା ଅପମାନ ସହିବାକୁ ପଡ଼ିବ। ମୋତେ ଜନ ସମାଜର ନିନ୍ଦା ଅପମାନ ସହିବାକୁ ପଡ଼ିବ। କାହିଁକି ନା ମୁଁ କୁଆଁରୀ ଝିଅ, ଅବିବାହିତା ମା ହୋଇଯାଇଛି। ତେଣୁକରି ମୋତେ ବଞ୍ଚିଲେ ଏ ଜନ ସମାଜର ନିନ୍ଦା ଅପମାନ ସହିବାକୁ ପଡ଼ିବ। ନା ମୁଁ ନିନ୍ଦା ଅପମାନ ସହିପାରିବି ନାହିଁ। ଏ ଶିଶୁପୁତ୍ରର ଦୋଷ ଲାଗିଲେ ଲାଗୁ ପଛେ, ଏ ଶିଶୁପୁତ୍ରକୁ ସେହି ବୁଦା ମୂଳରେ ଫିଙ୍ଗିଦେବି। ଆଉ ମୁଁ ନିଜେ ଯାଇ ସମୁଦ୍ରରେ ଆତ୍ମହତ୍ୟା କରିବି। ତେବେ ଯାଇ ମୋ ପ୍ରେମିକର ମୋର ଆତ୍ମା ମଧ୍ୟ ଶାନ୍ତି ହବ। ଆଉ କହିବ ମୋ ପ୍ରେମିକା ମଧ୍ୟ ମୋ ପାଖକୁ ଚାଲି ଆସିଛି। हे ईश्वर, ए शिशुपुत्र को तुमको लागिला प्रभु। आज ठारू तुम्हें तार माँ बापा हर्ता तुम पाखरे समर्पी दौछि ठाकुरे। हे सूर्य चंद्र नक्षत्र तारा मंडली, हे दश दिगपाल, समस्ते तुम्हें माने साक्षी थाओ। ए चंद्रभागार गोपन कथा को एठी रखुछि। कली जुग प्रेम भूल बुझामणा जार खोजिब निज ठिकाना। पाप जानिनी पुण्य जानिनी, हुआ खाली दो से आले भूनी। पाप जानिनी